ଅଧିକାର ଅଛି ମୋର ପତ୍ନୀ ଭାବରେ, କିନ୍ତୁ ଯଦି ତମେ ମୋ ନିଷ୍ପତ୍ତି ଅବମାନନା କରିବ ତାହେଲେ ପତ୍ନୀର ଅଧିକାରରୁ ମୁଁ ତମକୁ ବଞ୍ଚିତ କରିବି। ଖାଲି ବାହାରି ଯିବାରେ ଶଙ୍ଖା ସିନ୍ଦୁର ପୋଛି ଦେଇ ଶଙ୍ଖା ସିନ୍ଦୁର ପୋଛି ଦେଇ ଯିବାକୁ ପଡିବ। ତମର ବିଧବା ପାଇଁ ଆବଶ୍ୟକ ପଡ଼ିଲେ ମୁଁ ଆତ୍ମହତ୍ୟା କରିଦେବି। ମଣିଷ ଯେତେ ନିଷ୍ଠୁର ନିର୍ମମ ହେଇପାରେ ତାର ଏକ ଜ୍ୱଳନ୍ତା ଉଦାହରଣ ତମେ। ହେଲେ ମନେ ରଖ, ତମେ ଯଦି ମାର ଛାତିକୁ ରକ୍ତାକ୍ତ କରୁଛ ଠିକ ସେମିତି ତମ ଆଖିରୁ ଲୁହ ରକ୍ତ ଝରିବ। ଏ ଗାଁରେ କେତେ କେତେ ନିଶାକୁ ଆପଣ ସମାଧାନ କରିଛନ୍ତି, ଏ ଗାଁରେ କେତେ କେତେ ଜଟିଳ ସମସ୍ୟାକୁ ଆପଣ ସମାଧାନ କରୁଛନ୍ତି, କିନ୍ତୁ ମୋର ଅନୁରୋଧ ଏ ସମସ୍ୟାକୁ ସମାଧାନ କରିଦିଅନ୍ତୁ। ଯୋଉ ସମାଧାନ ଆପଣଙ୍କୁ ସୁରକ୍ଷା ଦେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବ। ତାହେଲେ ସେ ପ୍ରେତାତ୍ମାକୁ ତମେ ତ ମଠରେ ଆଶ୍ରୟ ଦିଅ। ମଠ ହେଉଛି ଦେବସ୍ଥଳୀ। ସେ ପରିବେଶରେ ରହିବାକୁ ହେଲେ ସାମାଜିକ କି ପାରିବାରିକ ସମ୍ପର୍କ ଆବଶ୍ୟକ ପଡ଼େ, କାରଣ ସଂସାର ତ୍ୟାଗୀ ମାନେ ହିଁ ମଠରେ ଆଶ୍ରୟ ଦିଅନ୍ତି। ମଠରେ ରହି ଦେବପୂଜା କରି ଯଦି ସେ ମୋକ୍ଷ ଲାଭ କରିପାରେ ତାହେଲେ ମୋର କୌଣସି ଆପତ୍ତି ନାହିଁ। ଠିକ ଅଛି ଚୌଧୁରୀ ବାବୁ, ଆପଣ ଯେମିତି କହିବେ ସେମିତି